ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମମାନେ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ଆମମାନଙ୍କ ସହିତ ତାଙ୍କ ବାକ୍ୟ ଦ୍ୱାରା କଥା ହେଉଛନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି। ତାହା କେବଳ ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟମାନେ, ଆଜି ମଧ୍ୟ ଗୋଟିଏ ନୂଆ ପ୍ରସଙ୍ଗ ନେଇ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଯୀଶୁଖ୍ରୀଷ୍ଟ କହିଲେ, ଏ ଦୁଇଟି ସ୍ତ୍ରୀଙ୍କୁ ଭୁଲନ୍ତୁ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ଏ ଦୁଇଟି ସ୍ତ୍ରୀଙ୍କୁ ଭୁଲନ୍ତୁ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କହିବାର ଉଦ୍ଦେଶ୍ୟକୁ ଆମେ ବୁଝିବା। କାହିଁକି ସେ ଦୁଇଟା ସ୍ତ୍ରୀଙ୍କର ବିଷୟରେ ଭୁଲନ୍ତୁ ନାହିଁ, ସ୍ମରଣରେ ରଖନ୍ତୁ। ସେ ପ୍ରଥମେ କହିଲେ ଲୁକଲିଖିତ ସୁସମାଚାର 17 ଅଧ୍ୟାୟର 32 ପଦରେ, ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର। ପ୍ରିୟମାନେ, ଏହି ସ୍ଥାନରେ ପ୍ରଭୁ ଆମକୁ କହୁଛନ୍ତି ଲୋଟଙ୍କର ସ୍ତ୍ରୀଙ୍କର କଥାକୁ ସ୍ମରଣ କର। ଏହି ସ୍ତ୍ରୀଙ୍କର କଥାକୁ କେବେ ମଧ୍ୟ ଭୁଲ ନାହିଁ। ସବୁ ସମୟରେ ଏହି ସ୍ତ୍ରୀଙ୍କର କଥାକୁ ଆପଣମାନେ ସ୍ମରଣ ରଖ। କାହିଁକି ଏହି ସ୍ତ୍ରୀଙ୍କର କଥାକୁ ସ୍ମରଣରେ ରଖିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ? କାରଣ ଏହି ସ୍ତ୍ରୀଙ୍କର ସ୍ୱାମୀ ଗୋଟେ ବହୁ ଧାର୍ମିକ ବ୍ୟକ୍ତି। ଲୋଟ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ମାତ୍ର ସେ ଧାର୍ମିକ ବ୍ୟକ୍ତିଙ୍କର ସ୍ତ୍ରୀ ହେଇ ମଧ୍ୟ ସଦମ ଗମରାରୁ ବାହାରି ମଧ୍ୟ ସେ ବାଟରେ ଲବଣ ସ୍ତମ୍ଭ ହେଇଗଲେ। ଏଇଟାକୁ ସେ ମନେ ରଖିବା ପାଇଁ କହୁଛନ୍ତି। ସେ ଗୋଟେ ଧାର୍ମିକ ବ୍ୟକ୍ତିଙ୍କର ସ୍ତ୍ରୀ, ଗୋଟେ ବହୁତ ସୁନ୍ଦର ସ୍ୱାମୀ ପାଇଛନ୍ତି, ହେଲେ ମଧ୍ୟ ସ୍ୱାମୀଙ୍କର ଧାର୍ମିକତା ସ୍ତ୍ରୀକୁ ରକ୍ଷା କରିପାରିବ ନାହିଁ। ସେ ସଦମ ଗମରା ଭିତରେ ସେ ନଷ୍ଟ ହେଇନାହାନ୍ତି। ସଦମ ଗମରାର ଅଗ୍ନିରେ ପଡ଼ି ସେ ନଷ୍ଟ ହେଇନାହାନ୍ତି। ସଦମ ଗମରାରୁ ତାଙ୍କୁ ବାହାର କରିକିନା ଅଣାଯାଉଥିଲା। ଦୂତ ତାଙ୍କର ହସ୍ତ ଧରି ତାଙ୍କୁ କଢ଼େଇକିନା ଆଣୁଥିଲେ। ଆଉ ସେହି ସମୟରେ ସେ ପରମେଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରି ପଛଆଡ଼କୁ ଅନେଇ ଦେଲା। ମୋର ଧନ, ମୋର ସମ୍ପତ୍ତି, ମୋର ନଗର କି ପ୍ରକାର ଅଗ୍ନିରେ ଦଗ୍ଧ ହେଉଛି। ମୁଁ ବର୍ଷ ବର୍ଷ ଧରି ସେ ସବୁ ଗୁଡ଼ିକକୁ କେତେ କଷ୍ଟରେ ତିଆରି କରିଥିଲି, ସେ ସବୁ ଗୁଡ଼ିକ ନଷ୍ଟ ହେଇଯାଉଛି। ପ୍ରିୟମାନେ, ସେ ପଛକୁ ଅନାଉ ସେ ଲବଣ ସ୍ତମ୍ଭ ହେଇଗଲା। ଆଜି ଯାଏଁ ସେହି ସ୍ଥାନରେ ସେ ଠିଆ ହେଇକିନା ଅଛି। ଗୋଟେ ଇଞ୍ଚ ମଧ୍ୟ ସେ ଆଗକୁ ଘୁଞ୍ଚି ନାହିଁ। ସଦମ ଗମରାରୁ ବାହାରି ଆସିଲା ମାତ୍ର ବାଟରେ ସେ ନଷ୍ଟ ହେଇଗଲା। ସେ ଗୋଟେ ଇଞ୍ଚ ଘୁଞ୍ଚି ନାହିଁ, ସେହି ସ୍ଥାନରେ ହିଁ ରହିଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ତୁମେ ଏ ଲୋଟଙ୍କର ସ୍ତ୍ରୀଙ୍କୁ ତୁମେ କେବେ ହେଲେ ମଧ୍ୟ ଭୁଲିବ ନାହିଁ। ସବୁବେଳେ ମନେ ରଖିବ, ଯେବେ ମଧ୍ୟ ତୁମେ ପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କରିବ, ପଛଆଡ଼କୁ ଅନେଇବ, ନଷ୍ଟ ହେଇଯିବ। ଗୋଟେ ଭଲ ସହଭାଗିତାରେ ଯାଉଥିବ, ଭଲ ସ୍ତ୍ରୀ ପାଇଥିବ, ଭଲ ସ୍ୱାମୀ ପାଇଥିବ, ଆତ୍ମିକ ସ୍ତ୍ରୀ ପାଇଥିବ, ଆତ୍ମିକ ସ୍ୱାମୀ ପାଇଥିବ, ତାଙ୍କର ଧାର୍ମିକତା, ତାଙ୍କର ଆତ୍ମିକତା ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ। ଆପଣ ଯଦି ବାକ୍ୟର ଅମାନ୍ୟ କରିବେ, ଆପଣଙ୍କ ହୃଦୟ ପରିବର୍ତ୍ତନ ହେଇନାହିଁ, ତାହେଲେ ଆପଣ ବାଟ ମଧ୍ୟରେ ରହିଯିବେ। ଏଥିପାଇଁ ପ୍ରଭୁ ଆମମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତୁମେ ଲୋଟଙ୍କର ସ୍ତ୍ରୀଙ୍କର କଥାକୁ ସ୍ମରଣରେ ରଖିବ। ଆଉ ଗୋଟିଏ ସ୍ତ୍ରୀଙ୍କ ବିଷୟରେ ପ୍ରଭୁ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁ ବିଷୟରେ କି ଆମମାନେ 4ଟି ଯାକ ସୁସମାଚାରରେ ଆମେ ପଢ଼ିପାରିବା। ସେଇ ସ୍ତ୍ରୀ, ତାଙ୍କ ନାଁ ହେଲା ମରିୟମ। କୌଣସି ସୁସମାଚାରରେ ତାଙ୍କ ନାଁକୁ ମେନସନ୍ କରାଯାଇ ନାହିଁ, ମାତ୍ର ଯୋହନ ଲିଖିତ ସୁସମାଚାରରେ ତାଙ୍କ ନାଁକୁ ମେନସନ୍ କରାଯାଇଛି। 12 ଅଧ୍ୟାୟ, ଯୋହନ 12 ଅଧ୍ୟାୟର 3 ପଦରେ, ସେତେବେଳେ ମରିୟମ ଅଧସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗେଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା। ଏହି ସ୍ତ୍ରୀକୁ ପାପିଷ୍ଟା ସ୍ତ୍ରୀ, ଦେଖନ୍ତୁ, ସେ ଜଣେ ଧାର୍ମିକ ବ୍ୟକ୍ତିଙ୍କର ସ୍ତ୍ରୀ, ମାତ୍ର ଏହି ଯେଉଁ ମରିୟମ, ଏ ଜଣେ ପାପିଷ୍ଟା ସ୍ତ୍ରୀ, ଗୋଟେ ଦୁଷ୍ଟ ସ୍ତ୍ରୀ, ଭୁଲ କାମ କରୁଥିବା ସ୍ତ୍ରୀ। ସେ ସମୟରେ ପରିବର୍ତ୍ତନ ହେଇଛନ୍ତି, ପ୍ରଭୁଙ୍କ ନିକଟକୁ ଆସିଛନ୍ତି। ସେ
ନିଜର ବହୁମୂଲ୍ୟ ଅତି କଷ୍ଟଲି ସେ କଷ୍ଟଲି ଜଟାମାଂସୀ ବିଶୁଦ୍ଧ ତୈଳ ଯେଉଁ ତୈଳ ଦ୍ୱାରା ସେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରୁଥିଲେ ଏବେ ତାହାକୁ ସେ ସମାପ୍ତ କରୁଛନ୍ତି। ସେହି ପାତ୍ରକୁ ଭାଙ୍ଗୁଛନ୍ତି, ନିଜକୁ ଭାଙ୍ଗୁଛନ୍ତି ଆଉ ଏହି ପ୍ରକାର ସେ ଆରାଧନା କରୁଛନ୍ତି ଯେ ଘରଟା ସମ୍ପୂର୍ଣ୍ଣ ଭାବରେ ମହକି ଉଠୁଛି। ସମସ୍ତେ ତାଙ୍କର ସେହି ଆରାଧନାରେ ସମସ୍ତେ ସେ ବାସନାକୁ ସେମାନେ ସ୍ମରଣ କରିପାରୁଛନ୍ତି। ସେଥିପାଇଁ ତାଙ୍କର ସେ ଆରାଧନାକୁ ଦେଖି ଶିଷ୍ୟମାନେ ମଧ୍ୟ ରାଗିଗଲେ। ଏସବୁ ଯାକ କାହିଁକି ବିକ୍ରୟ କରି ଦରିଦ୍ରମାନଙ୍କୁ ଦିଆଯାଉ ନାହିଁ? ଏହି ପ୍ରକାର କଥା କହି ତାଙ୍କୁ ବିରକ୍ତ କରିବା ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ମାର୍କଲିଖିତ ସୁସମାଚାର 14 ଅଧ୍ୟାୟର 9 ପଦରେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ ସେ ସ୍ଥାନରେ ଏ ସ୍ତ୍ରୀ ଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ। ପ୍ରିୟମାନେ, ଲୋଟଙ୍କର ସ୍ତ୍ରୀଙ୍କ ବିଷୟରେ ଗୋଟିଏ ସୁସମାଚାର ଲୁକଲିଖିତ ସୁସମାଚାରରେ କୁହାଯାଇଛି। ମାତ୍ର ଏହି ମରିୟମ ଏହି ସ୍ତ୍ରୀଙ୍କର କଥା ସମ୍ପୂର୍ଣ୍ଣ ଭାବରେ 4ଟି ସୁସମାଚାରରେ ଯାକ କୁହାଯାଇଛି। ଏଇଟାକୁ ଆମେ ମନେ ରଖିବା। ଆମେ ଏହି ସ୍ତ୍ରୀଙ୍କର କଥା ତାଙ୍କର ଜୀବନ ପରିବର୍ତ୍ତନ, ଗୋଟିଏ ବ୍ୟକ୍ତିଙ୍କର ଜୀବନ ପରିବର୍ତ୍ତନ ହେଇଗଲା ପରେ ସେମାନେ କି ପ୍ରକାର ଭାବରେ ପ୍ରଭୁଙ୍କ ନିମନ୍ତେ ସମର୍ପିତ, ସବୁ ବିଷୟକୁ ଆଣି ପ୍ରଭୁଙ୍କ ପାଦ ତଳେ ଅଜାଡ଼ି ଦେଉଛନ୍ତି। କୌଣସି ବିଷୟକୁ ସେ ରଖୁନାହାନ୍ତି। ଯେଉଁ ବିଷୟ ଗୁଡ଼ିକ ଦ୍ୱାରା ସେ ଲୋକମାନଙ୍କୁ ଆକର୍ଷଣ କରୁଥିଲେ ସେ ସବୁ ବିଷୟ ଗୁଡ଼ିକ ପ୍ରଭୁଙ୍କ ପାଦ ତଳେ ସମର୍ପଣ କରୁଛନ୍ତି ଆଉ ପରମେଶ୍ୱରଙ୍କର ଗୌରବ କରୁଛନ୍ତି। ଲୋକମାନେ କ'ଣ ଭାବିବେ, ଏ ଲୋକ କ'ଣ କହିବ, ସେ ଲୋକ କ'ଣ କହିବ। କାରଣ ଅନ୍ୟ ସୁସମାଚାରରେ ଦେଖୁଛୁ ଯେ କୁଷ୍ଠି ସିମୋନଙ୍କ ଘରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୋଜନ କରୁଥିବା ସମୟରେ ଏହି ସ୍ତ୍ରୀ ଲୋକ ଆସିଲେ, ତାଙ୍କୁ ଡକାଯାଇ ନଥିଲା। ଯେଉଁ ସମୟରେ ସେ ଦେଖୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କୁଷ୍ଠି ସିମୋନ ଡାକିଲେ, ସମ୍ମାନିତ କଲେ ନାହିଁ, ପାଦ ଧୋଇଲେ ନାହିଁ, ତୈଳ ଲଗାଇଲେ ନାହିଁ, ଚୁମ୍ବନ କଲେ ନାହିଁ, ପ୍ରଭୁଙ୍କର ଯେମିତି ମର୍ଯ୍ୟାଦା ଆଉ ଗୌରବ କରିବା କଥା ସେମିତି କରିନାହାନ୍ତି। ସେହି ସମୟରେ ମରିୟମକୁ ବହୁତ କଷ୍ଟ ଲାଗିଲା। ମୋର ପରମେଶ୍ୱରଙ୍କୁ ଗୌରବ କରୁନାହାନ୍ତି। ସେ ଯାଉଛନ୍ତି ଆଉ ପରମେଶ୍ୱରଙ୍କୁ କେମିତି ଗୌରବ କରାଯାଏ, ପରମେଶ୍ୱରଙ୍କୁ କେମିତି ମହିମା କରାଯାଏ ଏହା ସେ ଶିଖାଉଛନ୍ତି। ଗୋଟିଏ ସ୍ତ୍ରୀ କି ପ୍ରକାର ବ୍ୟାକସ୍ଲାଇଡ୍ ହେଇଯାଆନ୍ତି, ଲବଣ ସ୍ତମ୍ଭ ହେଇଯାଆନ୍ତି, ଗୋଟିଏ ସ୍ଥାନରେ ରହିଯାଉଛନ୍ତି। ମାତ୍ର ଏହି ସ୍ତ୍ରୀ ଫାରୁସି ମାନଙ୍କୁ ମଧ୍ୟ ଟପିକିନା, ଧର୍ମ ନେତାମାନଙ୍କୁ ମଧ୍ୟ ଟପିକିନା ଅଧିକ ପ୍ରଭୁଙ୍କୁ ପ୍ରେମ କରୁଛନ୍ତି, ସମ୍ମାନ କରୁଛନ୍ତି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ এই ଦୁଇଟା ସ୍ତ୍ରୀଙ୍କର କଥାକୁ ସ୍ମରଣରେ ରଖ ସବୁବେଳେ। ଗୋଟିଏ ଲୋଟଙ୍କର ସ୍ତ୍ରୀ କି ପ୍ରକାର ଗୋଟେ ଭଲ ସହଭାଗିତାରେ, ଭଲ ସ୍ୱାମୀଙ୍କ ପାଖରେ ଏତେ ଭଲ ଶିକ୍ଷା ପାଇ ମଧ୍ୟ ସେ ନଷ୍ଟ ହେଉଛି। ଆଉ ଗୋଟିଏ ଦୁଷ୍ଟ ସ୍ତ୍ରୀ, ପାପିଷ୍ଟା ସ୍ତ୍ରୀ, ସେ ସମାଜରେ ଏତେ ଭଲ ମାନୀ ମର୍ଯ୍ୟାଦା ନାହିଁ, କଦର୍ଯ୍ୟ ଭାବରେ ସେ ଜୀବନ କାଟୁଥିଲା। ମାତ୍ର ପରିବର୍ତ୍ତନ ହେଲା ପରେ ତାର ଜୀବନ ଶୈଳୀ ମହକି ଉଠୁଛି, ତାର ଆରାଧନା ମହକି ଉଠୁଛି, କଥାବାର୍ତ୍ତା ମହକି ଉଠୁଛି ଆଉ ପ୍ରଭୁଙ୍କୁ କି ପ୍ରକାର ଭାବରେ ସେ ସମ୍ମାନିତ କରୁଛନ୍ତି। এই ଦୁଇଟା ସ୍ତ୍ରୀଙ୍କର କଥା ଆମେ ସବୁ ସମୟରେ ମନେ ରଖିବା। ଗୋଟିଏ ହେଲା ନେଗେଟିଭ ଆଉ ଗୋଟିଏ ହେଲା ପଜିଟିଭ। ଆମେ ସେ ନେଗେଟିଭ ଆଡ଼କୁ ଯିବା ନାହିଁ, ଆମେ ପଜିଟିଭ ଆଡ଼କୁ ଯିବା। ଆମେ ଯଦି ପଛଘୁଞ୍ଚା ଦେଲୁ ଆମେ ଲବଣ ସ୍ତମ୍ଭ ହେବୁ। ଆଉ ଯଦି ଆମେ ପ୍ରଭୁଙ୍କୁ ପ୍ରେମ କରି କରି ଆଗକୁ ଆମେ ବଢ଼ିବୁ ତାହେଲେ ଆମେ ସେଇ ମରିୟମଙ୍କ ସଦୃଶ୍ୟ ପ୍ରଭୁଙ୍କ ଠାରୁ ଆମେ ପ୍ରଶଂସା ପାଇବୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ପ୍ରତି ପ୍ରଭାତରେ ଆମମାନଙ୍କ ସହିତ ପ୍ରଭୁ ବାକ୍ୟ ମାଧ୍ୟମରେ କଥାବାର୍ତ୍ତା ହେଉଛ। ଆଜି ମଧ୍ୟ 2 ଜଣ ସ୍ତ୍ରୀଙ୍କ ବିଷୟରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଲ ପ୍ରଭୁ। ଆମର ଜୀବନକୁ ଆମେ ସମୀକ୍ଷା କରୁଛୁ। ଆମେ ଏହି ସ୍ତ୍ରୀଙ୍କର କଥାକୁ ସ୍ମରଣ ରଖି ସବୁ ସମୟରେ ତୁମ ପଛରେ ଚାଲିବୁ ପ୍ରଭୁ। କୌଣସି ସମୟରେ ତୁମ ବାକ୍ୟକୁ ଅମାନ୍ୟ କରିବୁ ନାହିଁ, ନହେଲେ ଆମେ ଲବଣ ସ୍ତମ୍ଭ ହେଇଯିବୁ। ସବୁ ସମୟରେ ତୁମକୁ ପ୍ରେମ କରି, ତୁମର ଗୌରବ କରି, ସବୁ ବିଷୟ ତୁମ ପାଦ ତଳେ ଅଜାଡ଼ି ଦେଇ ଆମେ ଆଗକୁ ବଢ଼ିପାରିବୁ। ଦୟାକରି ସାହାଯ୍ୟ କର। ବ୍ୟାକସ୍ଲାଇଡିଂ, ପଛଘୁଞ୍ଚା ଆମମାନଙ୍କ ମଧ୍ୟରେ ଦେଖା ନ ଯାଉ। ସବୁ ସମୟରେ ଆତ୍ମିକ ଜୀବନରେ, ଆରାଧନାରେ, ସ୍ତୁତି ମହିମାରେ ଆମେ ଆଗକୁ ବଢ଼ିପାରିବୁ। ଦୟାକରି ତୁମେ ଅନୁଗ୍ରହ କର। ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ। ତୁମେ ପ୍ରାର୍ଥନା ଶୁଣିଛ, ପ୍ରାର୍ଥନାର ଉତ୍ତର ଦେଇଛ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍।
प्रेज द लॉर्ड। प्रभु आपण समस्त को प्रचुर भाव आशीर्वाद करंतु। प्रभु जदि अनुग्रह करती आसंता अध्याय पुनर्बार आमे परस्पर सहित साक्षात करिबा रहिबा। नमस्कार। प्रेज द लॉर्ड। गॉड ब्लेस यू।